ଆମେ ପହଞ୍ଚିବା ଆମେ ଯୋଉ ପହଞ୍ଚିଲେ କିଛି କଥା ବି ହେଲୁ ଯେ ଲୋକ ସାରା କିଛି ଭୋଟର ଟିକେ ପ୍ରତିକ୍ରିୟା ନବା ଯେ ଆପଣଙ୍କର ଏଇ ଯୋଉ ନିର୍ବାଚନ ପାଖେଇ ଆଇଲାଣି ଏ ନିର୍ବାଚନ ସମୟ ତ ଆସିଲା ପାଖେଇ ଆସିଲା ବେଳେ ଆପଣ କେମିତି ପ୍ରାର୍ଥୀ ବାଛିବେ କେମିତି ଆମେ ଭୋଟ ଦବା ଗୋଟେ ଭଲ ପ୍ରାର୍ଥୀ କେମିତି ବାଛିବା ସେଇଟା ତ ଲୋକଙ୍କ ଉପରେ ସାଧାରଣ ଲୋକଙ୍କ ଉପରେ ନିର୍ଭର ସେ ଯାହାକୁ ପ୍ରାର୍ଥୀ ଆସିବେ ତାକୁ ଭୋଟ ଦେବେ ଭୋଟଟା କ'ଣ ଆଉ କିଏ କହିପାରିବେ କହିପାରିବେନି ପ୍ରାର୍ଥୀଟା କେମିତି ହେଇଥିବା ଦରକାର ପ୍ରାର୍ଥୀଟା ଭଲ ହବା ଦରକାର ଆମ ସେବାରେ ସବୁ ଯେ ସେମିତିଆ ପ୍ରାର୍ଥୀ ଗୋଟେ ଦରକାର ଆମକୁ କେମିତି ଏ ଅଞ୍ଚଳର ଆମେ ଦେଖିବା ଯଦି ବିକାଶ କଥାକୁ ଯିବା ଉନ୍ନତି କଥା ଉଠେଇବା ପୂର୍ବ କଥା ବର୍ତ୍ତମାନ କଥା କ'ଣ ହେଇଛି କ'ଣ ହବା ଆବଶ୍ୟକ ରହିଛି ନା ପୂର୍ବ କଥା ଅପେକ୍ଷା ଏବେ ଅଳ୍ପ ସ୍ୱଳ୍ପ ଉନ୍ନତି ହେଲାଣି ଆଗକୁ ପୁଣି ପ୍ରାର୍ଥୀ ଯେ ଭଲ ହେଲେ ପୁଣି ଉନ୍ନତ ହବ ନିଶ୍ଚିତ ଭାବେ ପ୍ରାର୍ଥୀ ଭଲ ହେଲେ ଉନ୍ନତି ବଢିବ ଆମେ ଆପଣ ଅଛନ୍ତି ପଚାରି ବୁଝିବା ଆଜି ଆପଣଙ୍କର ଅଞ୍ଚଳରେ ଅନେକ ବିକାଶ ହେଇଛି ଅନେକ ଉନ୍ନତିମୂଳକ କାମ ହେଇଛି କ'ଣ ଆପଣ ପ୍ରାର୍ଥୀ କେମିତି ଦେଖିବେ ନା ଉନ୍ନତି ବିକାଶ କଥା କହିଲେ ଆମର 1999 ମସିହାରୁ ଇଏ ଥିଲା ବିନା ସେର ସମା 1999 ମସିହା ପରେ 1999 ମସିହା ପରେ ନବୀନ ବାବୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ ସେ ଓଡ଼ିଶା ଆସିକିରି ଯାହା କରିଛନ୍ତି ଆଜି ପର୍ଯ୍ୟନ୍ତ ବି କରୁଛନ୍ତି ସେ ନବୀନ ବାବୁ କରନ୍ତୁ କି ତାଙ୍କର ରଥର ସାରଥୀ ପାଣ୍ଡିଆନ ବାବୁ ହଉ ଯିଏ ହଉ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚୁଛି ଜିଲ୍ଲା 13 ଜିଲ୍ଲାରୁ 30 ଜିଲ୍ଲା ବିଜୁ ପଟ୍ଟନାୟକ କରିଥିଲେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଆଜି ସମୁଦ୍ର କୂଳେ ଇଲେକ୍ଟ୍ରିକ ଜଳୁଛି ସମୁଦ୍ର କୂଳକୁ ବସ୍ ଯାଉଛି ଇଏ କ'ଣ ବିନା ସମୟର ବିକାଶ ନୁହେଁ କି ଇଏ ଆଉ ବିକାଶ କେତେ ଖୋଜିବା ଆମେ ଆମକୁ ତ ଯେତେ ଦେଲେ ସେତେ ନିଅଣ୍ଟ ହବ ସାଧାରଣ ଲୋକ ବିଜୁ ବାବୁ କହିଥିଲେ ସମ୍ପତ୍ତି ଆହରଣ କରିବା ହେଉଛି ସାଧାରଣ ଲୋକଙ୍କର ପ୍ରବୃତ୍ତି ସେ ପ୍ରବୃତ୍ତିରୁ ଯିଏ ନିବୃତ୍ତ ହବ ସେ ଲୋକ ପ୍ରତିନିଧି ହବ ତେଣୁକୁ ଲୋକ ପ୍ରତିନିଧି ଆମେ ବାଛୁଛୁ ନବୀନ ପଟ୍ଟନାୟକ ସହିତ ସମକକ୍ଷ ହେଇ ନବୀନ ପଟ୍ଟନାୟକ ସହିତ ସମକକ୍ଷ ଟାଲି ଦେଇ ଯିଏ ଲୋକଙ୍କ ପାଖରେ ପ୍ରଶାସନକୁ ନେଇ ପହଞ୍ଚେଇ ପାରିବ ସେମିତିଆ ଲୋକଙ୍କୁ ଆମେ ଲୋକ ପ୍ରତିନିଧି ବାଛିବୁ ଯେ ଅଞ୍ଚଳ ବିକାଶ କରିବ ଏବଂ ଯେ ପ୍ରଶାସନ ସହିତ ଯେ ଆଲୋଚନା କରି ଗାଁ କଥା ଯେବଣ ଉଠେଇବ ଗାଁର ସମସ୍ୟା କଥା ଯେ ଉଠେଇବ ଗାଁ ସମସ୍ୟା ବୁଝିପାରୁଥିବ ଲୋକଙ୍କ ଦୁଃଖ ସୁଖରେ ସାଥି ହେଇପାରୁଥିବ ତାକୁ ପ୍ରାର୍ଥୀ କରାଯାবে ଯାହା ଲୋକ ମତ ରହୁଛି କ'ଣ କହିବା ଆପଣ ଯେ ଅଞ୍ଚଳର ଯେ ଆପଣ ଗୋଡା ବାଲିଗୋଦା ଏରସମା ଅଞ୍ଚଳ ଗୋଡା ହଉଛି ଉପକୂଳ ସମୁଦ୍ର ଅଞ୍ଚଳ ଗୋଡା ରହିଛି ବସି କେମିତି ଆପଣଙ୍କ ରହିବ ଜଣେ ବଡ ଭାଇ କହିଲେ ଆମର ମହାବାତ୍ୟା ପରେ ଅନେକ ବିକାଶ ଏ ଅଞ୍ଚଳରେ ହେଇଛି ଯେଉଁ ତଳିଆ ଅଞ୍ଚଳ ରାସ୍ତାଘାଟ ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ ଠାରୁ ଆରମ୍ଭ କରି ପାନୀୟ ଜଳର ମେଘା ପ୍ରୋଜେକ୍ଟ ପୁରା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହେଲାଣି ନିଶ୍ଚିତ ଘରେ ଘରେ ପାଣି ପହଞ୍ଚିବ ଅନେକ ବିକାଶ ହେଇଛି ଆଉ କିଛି ସ୍ୱଳ୍ପ ରହିଯାଇଛି ଆମେ ଉଚିତ ପ୍ରାର୍ଥୀକି ନିଶ୍ଚିତ ଭାବରେ ଚୟନ କରିବୁ ଯୋଗ୍ୟ ପ୍ରାର୍ଥୀ ଯେ ନିଶ୍ଚିତ ଚୟନ କରିବୁ ଆମେ ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକାଶର ଧାରା ଅବ୍ୟାହତ ଲାଗି ରହିଛି ନିଶ୍ଚିତ ଭାବରେ ଆମେ ନିଶ୍ଚିତ ସ୍ୱାଗତ କରୁ ତାଙ୍କ ପ୍ରାର୍ଥୀକି ଆମେ ଭୋଟ ଦେବୁ ଯେତେବେଳେ ଭୋଟ ଆସିଯାଏ ସେତେବେଳେ ଆପଣଙ୍କର ଦଳ କଥା କୁହନ୍ତୁ ନେତା କଥା କୁହନ୍ତୁ ବା ଆପଣଙ୍କର ସରପଞ୍ଚ କଥା କୁହନ୍ତୁ ଗାଁ ମୁଖିଆ କଥା ସମସ୍ତେ ଖୁସିରେ ମାହୋଲ ଉଠେ ଯେ ନିର୍ବାଚନ ଭୋଟ ଆସିଗଲା କିନ୍ତୁ ଭୋଟ ଆସିଗଲା ପରେ ସମସ୍ତେ ଉତ୍ପୃତ ହୁଅନ୍ତି ଉତ୍ସାହ ସହିତ ସମସ୍ତେ ଲାଗି ପଡନ୍ତି ଏବଂ ଗାଁରେ ଭଲ ଗୋଟେ 5 ବର୍ଷ ଥରେ ଗୋଟେ ପ୍ରାର୍ଥୀ ବାଛିବାର ସୁଯୋଗ ମିଳେ ଭଲ ପ୍ରାର୍ଥୀ ବାଛନ୍ତି ଭୋଟର ହଉଛନ୍ତି ଗଣତନ୍ତ୍ର ମୁଖ୍ୟ ସେମାନେ ଯୋଉମାନେ ତନ୍ତ୍ର ଭାବେ ସେମାନେ ଯୋଉ ଭାବେ ପ୍ରାର୍ଥୀ ବାଛନ୍ତି ଯୋଉ ପ୍ରାର୍ଥୀରେ କି ଗାଁର ଉନ୍ନତି ବା ବିକାଶ କରିବ ଆମ ପାଖରେ ଆଉ କିଛି ପ୍ରତିକି ବୁଝିବା ଯେ ଯେତେବେଳେ ଭୋଟ ଆସିଯାଏ ଆପଣ ଯୋଉ ମନରେ ସ୍ଥିର କରିଥିବେ କାହାକୁ ପ୍ରାର୍ଥୀ ଭୋଟ ଦେବେ ବୋଲି ଭୋଟ ସମୟ ସେ ଭୁଲି ଯାଆନ୍ତି ଭୋଟ ସମୟରେ ବୁଲିବା କଥା ନୁହେଁ ମହାବାତ୍ୟା ପରେ ଏରସମାର ବହୁତ ଉନ୍ନତିମୂଳକ କାର୍ଯ୍ୟ ହୋଇଛି ଯୋଉଗୁଡା ବି ଏଇ ରାସ୍ତା ଗୁଡାକ ଏତିକି ନା କାଦୁଅରେ ଆମେ ଚାଲି ଯିବା ଆସିବା କରୁଥିଲୁ ଇଲେକ୍ଟ୍ରିସିଟି ଆରମ୍ଭ କରି ଏଯାବତ ପାଣି ସୁବିଧା ସୁଯୋଗ ବହୁତ କାମ ନବୀନ ପଟ୍ଟନାୟକ ଗଭର୍ଣ୍ଣମେଣ୍ଟ ଅମଳରେ ବହୁତ ଉନ୍ନତିମୂଳକ କାମ ଚାଲିଛି ଏବଂ ସେ ଯାହାକୁ ନିର୍ବାଚିତ ପ୍ରାର୍ଥୀ ବାଛିଥିବେ ଆମେ ତାକୁ ଭୋଟ ଦେବୁ କିଛି ଅଛନ୍ତି ଆପଣଙ୍କର ଲୋକ ଅପପ୍ରଚାର କରୁଛନ୍ତି ସେ କିଛି କରିନାହାନ୍ତି ଯୋଉ ଦଳ ହଉ ଯିଏ ବିକାଶ କରୁଛି ଅନ୍ୟମାନେ କହୁଛନ୍ତି ସେ କିଛି କରିନାହାନ୍ତି ସେ ମିଛ ସତ ଗପୁଛନ୍ତି ଏ ଘଟଣାକୁ ନେଇକରି ଆପଣ କ'ଣ କହିବେ ରାଜନୀତିରେ ତ ସେ ତ ଅନେକ କଥା କହିବେ କିନ୍ତୁ ଆମେ ତ ଜାଣୁଛୁ ବହୁତ ଉନ୍ନତିମୂଳକ କାମ କରିଛନ୍ତି ନବୀନ ପଟ୍ଟନାୟକ ବହୁତରୁ ବହୁତ ଯୋଉଗୁଡାକ ଆମେ ଜାଣିଛୁ ପ୍ରତିକ୍ରିୟା ନେବା ଯେ ଆପଣ ଏଇ ଅଞ୍ଚଳ ଆମେ ସବୁ ଦେଖୁଛୁ ଆପଣ ସବୁଠି ବସୁଛନ୍ତି ସବୁ ଜାଗାରେ ରହୁଛନ୍ତି ଲୋକଙ୍କ ସେବାରେ ଆପଣ ଯୋଉ ଶୁଣୁଛନ୍ତି ଯୋଉ ବିକାଶ କଥା ହଉ କି କ'ଣ ହେଇଛି କ'ଣ ନ ହେଇଛି ଆଉ କ'ଣ ହବା ଆବଶ୍ୟକତା ରହିଛି ଏ ଅଞ୍ଚଳର ଟିକେ ଜାଣିବା ବହୁତ ଉନ୍ନତି କାର୍ଯ୍ୟ ହେଇଛି ବିଜେଡି ଗଭର୍ଣ୍ଣମେଣ୍ଟରେ ପ୍ରାର୍ଥୀ ବି ଆମର ଭଲ ଦିଆ ହେଇଛି ତ ବିଜେଡି ବିଜେପି କଂଗ୍ରେସ ସମସ୍ତେ ପ୍ରଚାର କରି ଆସୁଛନ୍ତି ସମସ୍ତେ ଭୋଟ ବିକା କହୁଛନ୍ତି ସେ କହୁଛନ୍ତି ବିଜେପି କହୁଛି ବିକଶିତ ଭାରତ କଂଗ୍ରେସ କହୁଛି ଇସ୍ତାହାର ବିଜେଡି କହୁଛି ବିକାଶ କରିଛି ତ ଦେଖଉଛି ଏଇ ଘଟଣାକୁ ଆପଣ କେମିତି ପ୍ରାର୍ଥୀ ଦେଖିବେ ସେ ତ ବିଭିନ୍ନ ପ୍ରକାର କଥା କହିବେ ପୋଥି ବାଇଗଣ ଆଉ ବାରି ବାଇଗଣ ଭିତରେ ବହୁତ ତଫାତ ଅଛି
ତେଣୁକରି ଆମ ତ ଯାହା ଦଳୀୟ ସିଦ୍ଧାନ୍ତ ହେଇଛି ସେ ତ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ହେଇଛି। ଆମ ମନୋନୀତ ବି ହେଇଛି, କ୍ୟାଣ୍ଡିଡେଟ୍ ଆମର ମନୋନୀତ। ତେଣୁକରି ଆମେ ସେଠି ବି ସିଦ୍ଧାନ୍ତ କରୁଛୁ ଏଇଠି ଭୋଟ ଦବୁ। ଆମେ ପଚାରି ବୁଝିବା ଯେ ଆପଣଙ୍କର ଏଇ ଅଞ୍ଚଳର ତ ବିଜେଡି ଲୋକ ଆସୁଥିବେ ପ୍ରଚାର କରିବାକୁ, ବିଜେପି ବି ଆସୁଥିବ, କଂଗ୍ରେସ ଆସୁଥିବ, ବିଭିନ୍ନ ଦଳ ଆସୁଥିବେ ପାର୍ଟି, ବିଭିନ୍ନ କଥା ବି ଆପଣ କହୁଥିବେ ଭୋଟ ନେବା ପାଇଁ। ଆପଣ କେମିତି ଯୋଉ ଭୋଟ କହିବେ ଆପଣ କେମିତି କାହା କଥାରେ ପ୍ରଲୋଭିତ ହେବେନି ତ? ପ୍ରଲୋଭିତ ହବାର ନାହିଁ, ଆମେ ଉପଯୁକ୍ତ ପ୍ରାର୍ଥୀ ଦେଖିକିରି ଭୋଟ ଦେବୁ। ମୋ ସାଙ୍ଗେ ଟିକେ ପଚାରିବା ଯେ ନିର୍ବାଚନ ତ ଆସିଗଲାଣି, ଭୋଟ ଆସିଲାଣି, ଗାଁଠୁ ସହର ସବୁଠି ଆମ ଆଲୋଚନା ହଉଛି। ନିର୍ବାଚନ ମାହୋଲ ସବୁଠି ଗୋଟେ ଖୁସିର ଦେଖିବାକୁ ମିଳୁଛି ଯେ ଭୋଟ ଆସିଗଲା, ଭୋଟ ଦେବା ଯିବା, ଗୋଟେ ଭଲ ପ୍ରାର୍ଥୀ ଦେଖିବା, ଭଲ ପ୍ରାର୍ଥୀ ଖୋଜିବା, ଯାହାକୁ ଗୋଟେ ଭୋଟ ଦବା ସିଏ ଗୋଟେ ଆମ ଅଞ୍ଚଳ କିଛି ଗୋଟେ ଭଲ ଉନ୍ନତି କରିବ, ବିକାଶ କରିବ। ଆପଣ କଣ କହିବେ ଏଇ ଯୋଉ ଅଞ୍ଚଳର ଆପଣ ଯୋଉ କେତେ ପୁଅ ଆସୁଛି ଆପଣଙ୍କ କତି ଭୋଟ ପାଇଁ, କେମିତି ବାଛିବେ ଗୋଟେ ଭଲ ପ୍ରାର୍ଥୀ କେମିତି ଅଛି? ଆମର ତ ଏକାଥରେ 24 ବର୍ଷ ବିଜୁ ପଟ୍ଟନାୟକ ପୁଅ ନବୀନ ପଟ୍ଟନାୟକ ହବା ଭିତରେ ଆମର ଏ ଏରିଆର କାର୍ଯ୍ୟକ୍ରମ ଭଲ ଭାବରେ କରି ଚାଲିଛି। ଆମେ ତାଙ୍କୁ ଭୁଲି ପାରୁନୁ। ସେ ଯାହାକୁ ପ୍ରାର୍ଥୀ କରି ଛାଡୁଛନ୍ତି ଆମେ ତାଙ୍କୁ ହିଁ ଦେବାରେ ବ୍ୟସ୍ତ ଅଛୁ। ଆପଣ କଣ ସୁବିଧା ପାଇଛନ୍ତି? ବହୁତ ସୁବିଧା, ତଥାପି ଆଉ ସେଗୁଡାକ କଣ ତମକୁ କହିଲେ ଭଲ ହବ? ହଁ ହଁ, ଶୁଣୁଥିଲେ ଆମେ ଚିତ୍ର ଦେଖାଉଥିଲୁ, ଏ ହଉଛି ଗୋଡା ବଜାର। ଆମେ କିଛି ଆଉ କିଛି ରହିଛି ପ୍ରତିକ୍ରିୟା ନବା। ଆପଣ ଏ ଅଞ୍ଚଳ ଜଣେ ମୁରବି ଲୋକ, କିନ୍ତୁ ଆପଣ ଭୋଟ ତ ଆସିଗଲା, ଆପଣ ସମସ୍ତେ କଥା ହଉଥିବେ, ସବୁଠି ବସୁଥିବେ, ଉଠୁଥିବେ, ବିଭିନ୍ନ ଦଳ ବି ଆପଣ ଭୋଟ ମାଗୁଥିବେ ଆସିକିରି। ଆମେ ଗୋଟେ ପ୍ରାର୍ଥୀ ଦେଖିବା, ଆପଣ କେତେ କଥା କିଏ ପଶୁ ଦଉଥିବ, କିଏ ଦେଇଛନ୍ତି, କିଏ କରିଛନ୍ତି, କିଏ ଆସି ନୂଆ ଆସିକିରି ଅଧିକା ପରିଚୟ ଦଉଛନ୍ତି, କାହାକୁ ଆପଣ ଭରସା କରିବେ, ବିଶ୍ୱାସ କରିବେ? ଆମେ ତ ଯାହା ଆମର ଏ ଅଞ୍ଚଳର ବିକାଶ ହେଇଛି କେବଳ ନବୀନ ପଟ୍ଟନାୟକ ଦ୍ୱାରା ହେଇଛି। ଆମର ଯିଏ ଅଛନ୍ତି ବର୍ତ୍ତମାନ ପାଇଁ ଯିଏ ପ୍ରାର୍ଥୀ ହେବାକୁ ଦେବୁ ସେ ଏକଦମ ଯୋଗ୍ୟ ପ୍ରାର୍ଥୀ, ଆମେ ସେମାନଙ୍କୁ ଭୋଟ ଦେବୁ ଏବଂ ନବୀନ ପଟ୍ଟନାୟକ ଆଉ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ବୋଲି ଆମେ ନିଷ୍ପତ୍ତି ନେଇଛୁ। ଶୁଣୁଥିଲେ ଯେ ଗୋଟେ କଥା ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ 25 ବର୍ଷରେ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟ କରିଛନ୍ତି। ଯାହା ଶୁଣୁଥିଲେ କହୁଥିଲେ, ଭୋଟର ମାନେ କହୁଥିଲେ ଯେ 25 ବର୍ଷ ଭିତରେ ଅନେକ ବିକାଶ ହେଇଛି, ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଷଷ୍ଠ ଥର ଭାବେ ପୁଣି ସେ ମୁଖ୍ୟମନ୍ତ୍ରୀ ଚୌକିରେ ଅଳଙ୍କୃତରେ ବସିବେ, କାରଣ ବିକାଶ ଧାରାରେ, ବିକାଶ ମାର୍ଗରେ ଆମେ ଚାଲିଛୁ। ମୁଖ୍ୟମନ୍ତ୍ରୀ ଚାଲିଛନ୍ତି ଏବଂ ତାଙ୍କ ବିକାଶ ଯୋଉ ମୁଖ୍ୟମନ୍ତ୍ରୀ ଯୋଉ ପ୍ରତିଶ୍ରୁତି ଦିଅନ୍ତି ବାସ୍ତବରେ ଗ୍ରାସରୁଟ୍ ତା କାର୍ଯ୍ୟକାରୀ ହୁଏ, ତା ପ୍ରତିଫଳିତ ହୁଏ, ତା ପ୍ରମାଣିତ କରୁଛି ଭୋଟର ମାନେ ହିଁ କହୁଛନ୍ତି। ଗୋଡାରୁ ଦୀପ୍ତି ମହାନ୍ତି, ନନ୍ଦୀ ଗୋଷ୍ଠୀ।